ଏଇଟା ଥିଲା ମୋ ପୁଅର ବର୍ଥଡେ ସକାଳ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ସକାଳୁ ସକାଳୁ ଉଠିକି ଦେଖନ୍ତୁ ସେ କ'ଣ ପାଇଁ ଏତେ ଖୁସି ହେଉଛି। ସେ ଦେଖିଦେଲାଣି ଯେ ତା ସାମ୍ନାରେ ତା ଗାଡ଼ି ରଖା ହେଇଛି, ତା ଜିପ୍ ଦେଖନ୍ତୁ। ତା ବର୍ଥଡେ ପାଇଁ ଏଇଟା ଗିଫ୍ଟ କରିଛନ୍ତି ତା ଆଈ ଅଜା। ତ ଏଇଟା ଘରକୁ ନିଆ ହେଇ ଆସିଛି। ତା ବାବା ଯାଇକି ନେଇ ଆସିଛନ୍ତି ତାକୁ ଗାଡ଼ିରେ। ସେ ପୁରା ଖୁସି, ସକାଳୁ ସକାଳୁ ଉଠିକି ଗାଡ଼ିରେ ବସିକି ସେ ପୁରା ଖୁସି ହେଇଗଲାଣି। ଦେଖନ୍ତୁ ସେ ପୁରା କେତେ ଖୁସି ହେଉଛି। ସେ ଷ୍ଟେରିଂ, କାରଣ ସେ କାର୍ରେ ଯେତେବେଳେ ବସେ ସବୁବେଳେ ସେ ଷ୍ଟେରିଂ ଧରେ। ତାପରେ ତାକୁ ଆଣିକି ଆମେ ଏଇଠି ଗାଧେଇ ଦେଲୁ ଫୁଲ ପକେଇକି ପୁରା ତାକୁ। ସକାଳୁ ଏଇଠି ସେ ଗାଧେଇ ପାଧେଇକି ଆସିକି ପୁଣି ଟିକେ ତା ଗାଡ଼ିରେ ବସି ପଡ଼ିଲା। ସେ ଜମା ବି ତା ଗାଡ଼ିରେ ଓହ୍ଲେଇବାକୁ ତାର ଇଚ୍ଛା ନାହିଁ। ଦେଖୁନାହାନ୍ତି କେମିତି ପୁଣି ଗାଡ଼ିରେ ଆସିକି ଏଇଠି ବସି ପଡ଼ିଲାଣି। ତାପରେ ଏଇଠି ତାକୁ ଆମେ ରେଡ଼ି କରିଦେଇଥିଲୁ ଡ୍ରେସ୍ ପତ୍ର ପିନ୍ଧେଇକି ସକାଳ ବେଳା ପାଇଁ। ଏଇଟା ସେ ତା ନୂଆ ଡ୍ରେସ୍ ପିନ୍ଧିଛି, ଏଇଟା ତା ମାଉସୀ ତାକୁ ଦେଇଛି। ତ ଏଇ ଡ୍ରେସ୍ଟା ସେ ପିନ୍ଧିକି ପୁଣି ଆସିକି ଗାଡ଼ିରେ ବସି ପଡ଼ିଲା। ତାକୁ ସଜବାଜ କରିଦେଲାଠୁ ଏଇଠି ତାର ଟିକେ ଆମେ ଭିଡ଼ିଓ ଫଟୋ ସବୁ ନେଉଥିଲୁ ଏଇ ଡ୍ରେସ୍ରେ ଗାଡ଼ିରେ ବସେଇକିନା। ଆଉ ପୁରା ସେ ଖୁସି ହେଇଯାଉଛି କେମିତି, ଦେଖୁନାହାନ୍ତି ଖାଲି ଠିଆ ହେଇ ପଡ଼ୁଛି ଗାଡ଼ିରେ, ପୁରା ସିଟ୍ ଉପରେ ସେ ଠିଆ ହେଇ ପଡ଼ୁଛି। ତାପରେ ଏଇଠି ସେ ଶୋଇକି ଉଠିଲା ପରେ ଆମେ ଇଭିନିଂ ପାଇଁ ମାନେ ତାକୁ କେମିତି ରେଡ଼ି କରିବୁ। ମୋ ପୁଅକୁ ଡ୍ରେସ୍ ପିନ୍ଧିବା ବହୁତ କଷ୍ଟ। ଏଇଟା ବଡ଼ ମାଉସୀ ତାକୁ ଡ୍ରେସ୍ ପିନ୍ଧଉଛି। ଏଇଠି ମୁଁ ବି ପୁରା ରେଡ଼ି ହେଇଗଲାଣି। ଆପଣମାନେ କମେଣ୍ଟରେ ଜଣାଇବେ କେମିତି ଦେଖାହେଉଛି। ଏଇଠି ଦିଦିର ମୋର। ତାପରେ ଏଇଠି ପୁଅକୁ ବହୁତ କଷ୍ଟରେ ଲାଗି ଲୁଗିକି ଆମେ ତାକୁ ଡ୍ରେସ୍ ପିନ୍ଧେଇ ଦେଲୁ। ତ ନେକ୍ସଟ ପାର୍ଟରେ ଦେଖିବେ ନେକ୍ସଟ